ଇନକ୍ରିଜ୍ ବୃଦ୍ଧି ହୁଅ ବୋଲି ଗୋଟେ ପଦ ଅଛି ସେଠି। ପ୍ରେଜ୍ ଦ ଲର୍ଡ। ଆଉ ଜଣେ ପଢ଼ ଭାଇ ତମେ ପଢ଼। ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ସେମାନଙ୍କୁ କହିଲେ ପ୍ରଜାବନ୍ତ ଓ ବହୁ ବଂଶ ହୁଅ। ଆଉ ତଳକୁ ପୁଣି ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର। ଇଂଲିଶରେ ଲେଖା ଅଛି ଇନକ୍ରିଜ୍ ଲେଖା ଅଛି। ପ୍ରେଜ୍ ଦ ଲର୍ଡ। ପ୍ରେରିତ 1928 ପ୍ରେରିତ 1928 ଏହି ପ୍ରକାର 28 ନାଇଁ ସେଇଟା ନାଇଁ 1920 ପଢ଼। 1920 ଏ ଦୁଇ ପଦ ଆମେ ପଢ଼ି ସମାପ୍ତ କରିବା। ଏହି ପ୍ରକାର ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇଲା ଲେଖା ଅଛି। ପ୍ରେଜ୍ ଦ ଲର୍ଡ। ବାକ୍ୟ ଯାହା ଭିତରେ ନାହିଁ ହିଂସା, ପଥୁରିଆ ହୃଦୟ, ଅବାଧ୍ୟର ଆତ୍ମା, ବାକ୍ୟ ପହଞ୍ଚିଲେ ହିଁ ପଥର ହୃଦୟ ଦୂର ହେବ। ପ୍ରେଜ୍ ଦ ଲର୍ଡ। ଯାହା ଭିତରେ ବାକ୍ୟ ଅଛି, ମୁଁ ଏବେ ଆମ ନିଜ ଲୋକ ଭିତରୁ କେତେଟା ଜାଗାକୁ ଆଇଲି, 300 ଫ୍ୟାମିଲି ବିଜାତି, ସେ ଭିତରୁ ଗୋଟେ ଫ୍ୟାମିଲି ପ୍ରଭୁକୁ ପାଇଲେ, କିଛି ଜଣା ନାହିଁ। ଆସିଲ ଆଜ୍ଞା ବସନ୍ତୁ, ପାଣି ଟିକେ ପିଅନ୍ତୁ। ଫାଷ୍ଟ ଖ୍ରୀଷ୍ଟିଆନ ସମାଜରେ ଏଇଟା ଅଛି। ହଁ ପ୍ରେଜ୍ ଲର୍ଡ। ପାଣି ଟିକେ ଦେବେ। କିନ୍ତୁ ବହୁତ ନୂଆ ଲୋକ ହେଇଛନ୍ତି, ଜାଣିନାହାନ୍ତି। କାହିଁକି ବାକ୍ୟ ଭିତରକୁ ପହଞ୍ଚି ନାହିଁ। ଲାଷ୍ଟକୁ ସେ ପାଳକ ବି କହିଲା ଆଉ ପାଷ୍ଟର ଲଢ଼ା ନାହିଁ, ମୁଁ ହିଁ ପାଷ୍ଟର ହେବି ବୋଲି ସେ ନିଜେ ଚଲାଉଛି। ସେଟା ହେବ ନାହିଁ। ବାକ୍ୟ ଭିତରକୁ ଗଲେ ଈଶ୍ୱରଙ୍କର ବାକ୍ୟ ପଥୁରିଆ ହୃଦୟକୁ କ'ଣ କରିବ? ଈଶ୍ୱରଙ୍କର ବାକ୍ୟ ହାମର ସଦୃଶ, ହାତୁଡ଼ି ସଦୃଶ। ଈଶ୍ୱରଙ୍କର ବାକ୍ୟ ଅଗ୍ନି ସଦୃଶ। ବାକ୍ୟ ଭିତରକୁ ଗଲେ ହିଁ ଜଣେ ଦୁଷ୍ଟ ଲୋକ, ମଦୁଆ, ଚୋର, ବଦମାସ ମାନେ ଚେଞ୍ଜ ହେବେ। ପ୍ରେଜ୍ ଦ ଲର୍ଡ। ପ୍ରଥମ କରନ୍ତିଆରେ ଆମେ ଦେଖୁଛୁ ଏ ଆତ୍ମାଙ୍କ ବିଷୟରେ ଆତ୍ମିକ ଲୋକ ହିଁ ବୁଝିପାରିବେ, ଅନ୍ୟମାନେ ବୁଝିପାରିବେ ନାହିଁ। ସେମାନେ କହିଲେ ବି ଜାଣିପାରିବେ ନାହିଁ। ପ୍ରେଜ୍ ଦ ଲର୍ଡ। ଏଠି ପରମେଶ୍ୱର ମନୁଷ୍ୟକୁ ତିଆରି କଲେ ବୃଦ୍ଧି ହୁଅ କହିଲେ। ପ୍ରେଜ୍ ଦ ଲର୍ଡ। ଆଇଜାୟା 44:26 ଆମର ଦାସର ମୁଖର ବାକ୍ୟ ଆମେ ସ୍ଥିରୀକୃତ କରୁ, ମାନେ ସେଟା ସିଲ୍ ହେଇଗଲା। ପ୍ରେଜ୍ ଦ ଲର୍ଡ। କାହିଁକି ତାଙ୍କୁ ଆଜି ବୃଦ୍ଧିର ବାକ୍ୟ ମୁଁ କହିବି ଭାବିଥିଲି। କାହିଁକି କେତେ ଲୋକ ସାକ୍ଷ୍ୟ ଦେବ ବୋଲି ସାକ୍ଷ୍ୟ ଜାଣୁନାହାନ୍ତି। ସାକ୍ଷ୍ୟ ଟାଇମ୍ରେ କାନ୍ଦୁଛନ୍ତି। ବହୁତ ଜାଗାରେ ଭାତ ଖାଇବାକୁ ପ୍ରେୟାର କର ବୋଲେ ସେମାନେ ମ୍ୟୁନିସିପାଲିଟି ପାଇଁ, ଭାରତ ପାଇଁ, ଆମେରିକା ପାଇଁ ପ୍ରେୟାର କରେ, ଗାଡ଼ି ଘୋଡ଼ା ପାଇଁ। ଆଉ ଗାଡ଼ି ଉଦ୍ଘାଟନ, ଘର ଉଦ୍ଘାଟନ ପାଇଁ ପ୍ରେୟାର କର ବୋଲେ ଆଉ କ'ଣ ବିଷୟ? ବାକ୍ୟ ଭିତରକୁ ଗଲେ ତାଙ୍କୁ ସିଷ୍ଟମେଟିକ୍ ପ୍ରଭୁ ବନେଇବେ। ପ୍ରେଜ୍ ଦ ଲର୍ଡ। ସଜାଡ଼ିବେ। ହାଲେଲୁୟା। ମୁଁ ଯେଉଁ ଗୋଟେ ଜାଗାରେ ତାଙ୍କର 1 ଲାଖ ଟଙ୍କା ବାକି ଥିଲେ, ଆଜ୍ଞା ବାକି କେମିତି ସୁଝିବୁ ପ୍ରେୟାର କରିଦିଅ। ମୁଁ ଆସିପାରିବି ନାହିଁ, ମୋ ରୁମାଲ ନିଅ କହିଲି। ରୁମାଲ ନାହିଁ ଆଜ୍ଞା, ବେଡ଼ସିଟ୍ ଦିଅ କହୁଛି ସେ। ବେଡ଼ସିଟ୍ ଦେଲେ ମୁଁ କେଉଁଟା ଘୋଡ଼େଇବି? ନାଇଁ ତୁମ ଟି ସାର୍ଟ ବି ଦିଅ। ହଁ ସବୁ ନାହିଁ ଆଜ୍ଞା, ଆମ ଘରେ ରଖିଲୁ, 1,00,000 ଟଙ୍କା ସୁଝି ହେଇଗଲା। ପ୍ରେଜ୍ ଦ ଲର୍ଡ। ପ୍ରେରିତମାନଙ୍କର ଛାଇରେ ସୁସ୍ଥତା ହେଉଥିଲା। ପ୍ରେଜ୍ ଦ ଲର୍ଡ। ମୁଁ ଆସୁ କାଳେ ଏଇ ପ୍ରେୟାର ବି ସରିଥିବ। ସେମାନେ ଦୁର୍ଭାଗ୍ୟ, ଆଜିର ବାକ୍ୟ ସେମାନେ ଜାଣିପାରିଲେ। ପ୍ରଭୁଙ୍କର ଦାସର ମୁଖର ବାକ୍ୟ ସ୍ଥିରୀକୃତ ହେବ। ତୁମେ ଇନକ୍ରିଜ୍ ହେବ। ଆଉ ଥରକୁ ଆଇଲେ ଇନକ୍ରିଜ୍ ହେଇଥିବ। ତୁମର ଆର୍ଥିକ, ଫ୍ୟାମିଲି ସିଚୁଏସନ୍, ଯେକୌଣସି ସମସ୍ୟାରେ ବି ଥାଅ, ଆଉ ଥରକୁ ଆଇଲେ, ଆସନ୍ତା ମାସକୁ କେବେ ମୁଁ ଯଦି ଆଇଲେ ସାକ୍ଷ୍ୟ ମୁଁ ଶୁଣିବି। ହାଲେଲୁୟା। ବଟ୍ ମେନି ପିପୁଲ୍ ମିସ୍ କରୁଛନ୍ତି। କିଛି ଦିନ ତଳେ ମୁଁ କନ୍ୟାକୁମାରୀ ଥିଲି, ପଣ୍ଡିଚେରୀ, ମାଡ୍ରାସ ଥିଲି। ଆରାମସେ ଆଉ ଥରେ ଆଇଲି ଓଡ଼ିଶାକୁ। ଏବେ ଏଠି ଅଛି। ଯେଉଁ ବୃକ୍ଷ ପ୍ରଭୁ ରୋପଣ କରିନାହାନ୍ତି ସେ ବୃକ୍ଷ ଉତ୍ପାଟିତ ହେବ ଲେଖା ଅଛି। ପ୍ରେଜ୍ ଦ ଲର୍ଡ। ଏହି ବାକ୍ୟ ତୁମ ପାଇଁ ଅଛି। ହାଲେଲୁୟା। କାହିଁକି ମୋର ନିଜର ଏବେ ମୁଁ ଯେଉଁଠି ଥିଲେ ବି ମୋର ଗୋଟେ ମାତୃମଣ୍ଡଳୀ, ମୋ ନାନୀ ଚଲାଉଛି, ଆଉ ମୋର ଭାଇମାନେ ଅଛନ୍ତି, ସେ ଆଜ୍ଞା ବି ଅଛନ୍ତି। ଆମର ଭାଇ ଏଠି ଥିଲେ, ଡେଥ୍ ହେଇଗଲେ। ଏକରୁ କେତେ ହେଲା? ଗୋଟେ ମଞ୍ଜି ଗୋଟେ ପଡ଼ିଲେ କେତେ ହେବ? 10ଟା ମଞ୍ଜି ହେବ। 10ଟା ମଞ୍ଜି କେତେଟା ହେବ? 10 କିଲୋ ହେବ। 10 କିଲୋ ବୁଣିଲେ କେତେ ହେବ?
100 କିଲୋର କେତେ ବୁଣି ଦେବ କେତେ ହେବ? এইটা পাক্কা ଗୋଟେ ମଣ୍ଡଳୀ ଆଗକୁ ହେବାକୁ ଯାଉଛି, ତମେ ସମ୍ଭାଳି ପାରିବ ନାହିଁ। ପ୍ରେଜ୍ ଦ ଲର୍ଡ। କ'ଣ ମୁଁ ଦେଖିଲି ଆଜି, ସେ ଗୋଟେ ଆଦିବାସୀ ଭାଇମାନେ ସାଉଣ୍ଡ ବକ୍ସ 2ଟା ଆଣିଛନ୍ତି, ପିଆନୋ ଆଣିଛନ୍ତି। ସେଥିରେ ତାଙ୍କେ ଆହା ଆମେ କେତେ ଦେଖିଛୁ ରେ ବାବୁ, ମୋର ବାପା ଚାହିଁଲେ ପିଆନୋ ଫ୍ୟାକ୍ଟ୍ରି ଆଣିଦେବ ମୋତେ, କିଛି ଜଣା ନାହିଁ। ସେଥିପାଇଁ ଦ୍ୱିତୀୟ ବଂଶାବଳୀ 20:20 ମୋତେ ସଦାପ୍ରଭୁ ବୋଲି ବିଶ୍ୱାସ କର, ଆମେ ପଠେଇଥିବା ପ୍ରେରିତ ଭାବବାଦୀକୁ ବିଶ୍ୱାସ କର, ତହିଁରେ ତୁମେ ଉନ୍ନତି ହେବ ଲେଖା ଅଛି। ପ୍ରେରିତ କ'ଣ ଲେଖା ଅଛି? ମୁଁ ମୋର ମା କରେଇଲି, ବାପା କରେଇଲି, ରିସେଣ୍ଟଲି ମୋର ଭଉଣୀ କରେଇଲି, ଆଜି ଯାଏ ମୋତେ ଫୋନ୍ ନାହିଁ। ମୋର ବାପା ମରିଯାଇଛି, ମୋର ବଡ଼ ଦିଦି ମଲା ପରେ କାହାକୁ ପ୍ରଥମେ ଫୋନ୍ କରିବା କଥା? ଆମ ଘରେ ମୁଁ ବାପା ସଦସ୍ୟ, କାହାକୁ ପ୍ରଥମେ ଫୋନ୍ କରିବା କଥା? ମୋତେ କି ନାହିଁ? ମୋର ଭଉଣୀ ମଲା, ମୋତେ ବି ଜଣା କେତେ ଦୁଃଖ କଷ୍ଟ। ମୁଁ ଯାହାକୁ ବିବାହ ବୋଲି ସେମାନେ ଅନ୍ୟକୁ ବାହା ହେଲେ, ବିବାହ ହେଲେ ଆକ୍ଟିଂ କଲେ। ଏଇ ମୋର ବାପା ହାଲେଲୁୟା। ତମ ସମସ୍ତେ କାହାର ପୁଅକୁ କନ୍ୟା ଦେଖିଗଲେ କିଏ ଯିବେ? ନିଜର ଲୋକ ଯିବେ କି ନାହିଁ? ମୋର ପୁଅକୁ ତମ ଝିଅ ଦେବ କି? ମୋର ବାପା ନାହିଁ, ମା ନାହିଁ, ମୋର ପାଇଁ କିଏ ଯିବ? ବେଳେବେଳେ ଦୁଃଖ ଆଇବ। ହାଲେଲୁୟା। କ୍ରୋଧନ ଆସୁଛି, ନିଶ୍ଚୟ ଆଇବ। ହେଲମେଟ୍ ପିନ୍ଧି ବେଳେବେଳେ ଖାଲି କାନ୍ଦୁଛି, ସେ ଲୁହରେ ମୁଁ ଧୋଇ ଦେଉଛି, ଗାଧେଇ ନଥାଉଛି, କାହାକୁ ଯିବି? ପ୍ରେଜ୍ ଦ ଲର୍ଡ। ଆଜ୍ଞା ଆଜି ଆପଣଙ୍କର ଫେସ୍ କ'ଣ ବେଶୀ ଉଜ୍ଜଳ ଦୁଷି? କ'ଣ ଫେସ୍ ୱାଶ୍ କଲ କି? ନାଇଁ, ସ୍ୱର୍ଗରେ ଜଣେ ଆମର ବାପା ଅଛି। ହାଲେଲୁୟା ଅଛି। ତୁମକୁ ସେ ଅଦୃଶ୍ୟ ଭାବରେ କହୁଛନ୍ତି ଗୋ ଏଣ୍ଡ ଇନକ୍ରିଜ୍। ହାଲେଲୁୟା, ଯାଅ ବୃଦ୍ଧି ହୁଅ। ହାଲେଲୁୟା। ମୁଁ ସେ କେତେଟା ଗାଁ ମାନଙ୍କୁ ଆଜି ବି ଯାଇଥିଲି, ଦେଖିଲି ସେ ଆଗରେ ଯେତିକି ଏବେ ବି ସେତିକି, କିନ୍ତୁ ଏ ମଣ୍ଡଳୀ ଦିନକୁ ଦିନ ବୃଦ୍ଧି ହେବା ଦରକାର ଅଛି। ହାଲେଲୁୟା। ତୁମର ପରିବାର, ତୁମର ଫାଇନାନ୍ସ ଷ୍ଟାଟସ୍, ତୁମର ଆର୍ଥିକ ଷ୍ଟାଟସ୍, ତୁମର ପାରିବାରିକ, ଜାଗତିକ, ଆତ୍ମିକ ଦୁଇଟା ଜିନିଷ ଦିନକୁ ଦିନ ବୃଦ୍ଧି ହେବାକୁ ହେବ। ହାଲେଲୁୟା ହାଲେଲୁୟା। ଯଦି ବୃଦ୍ଧି ହେଉନାହିଁ କ'ଣ ହେଉଛି? ଗୋଟେ ପାଇପ୍ରେ ପାଣି ଠିକ୍ରେ ଆସୁନାହିଁ, କ'ଣ ହେଉଛି? ନିଶ୍ଚୟ ସେ ଭିତରେ କାଟି କୁଟାକି ଜାମ୍ ଅଛି, ସେଟା କ୍ଲିନିଂ କରିବେ ହୋଲି ସ୍ପିରିଟ୍। ହାଲେଲୁୟା। ଆସନ୍ତୁ ଆଖି ବନ୍ଦ କରିବା। ଲର୍ଡ ଇନକ୍ରିଜ୍ ମି, ମୋତେ ବୃଦ୍ଧି କର। ପ୍ରାର୍ଥନା କରିବା ସମସ୍ତେ, ମାଗନ୍ତୁ। ହାଲେଲୁୟା। ଯୀଶୁ ବାପା, ମୁଁ ଦିନହୀନ, ମୋର ଆଗରେ କେହି ନାହିଁ, ପଛରେ କେହି ନାହିଁ। ଓ ଧନବାନ ଧନରେ ଗର୍ବ ନ କରୁ, ବୁଦ୍ଧିମାନ ବୁଦ୍ଧିରେ ଗର୍ବ ନ କରୁ, ଜ୍ଞାନବାନ ଜ୍ଞାନରେ ଗର୍ବ ନ କରୁ, ସେ ଆମକୁ ଜାଣିଛି ଚିହ୍ନିଛି ବୋଲି ଗର୍ବ କରୁ। ହାଲେଲୁୟା। ତୁମର ଆଗରେ ପଛରେ ଜଣେ ସର୍ବଶକ୍ତିମାନ ପ୍ରଭୁ ଅଛି, ସେଥିପାଇଁ ଆମେ ଗର୍ବ କରିବା। ଧନ୍ୟବାଦ। ମୁଖ ଖୋଲି ଧନ୍ୟବାଦ ଦେବା। ଥ୍ୟାଙ୍କ ୟୁ ଲର୍ଡ। ପ୍ରଭୁ ତୁମେ ମୋତେ ସାହା ହୁଅ। ହାଲେଲୁୟା ହାଲେଲୁୟା। ମାଗନ୍ତୁ ମାଗନ୍ତୁ। ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଓ ପ୍ରଭୁ, ଆଜି ପ୍ରଭୁଙ୍କର ଆତ୍ମା କହୁଛି ବୃଦ୍ଧି ପାଅ, ବୃଦ୍ଧି ପାଅ ଯୀଶୁ ନାମରେ। ହାଲେଲୁୟା ହାଲେଲୁୟା ହାଲେଲୁୟା। ଆମେ ବହୁତ ବିଷୟ ମାଗୁଛୁ, ବେଳେବେଳେ ପାଇପାରୁନୁ, କାରଣ ଆମେ ପ୍ରଭୁ ସହିତ କନେକ୍ଟ ଓ ହାଲେଲୁୟା ହେବାକୁ ପଡ଼ିବ। ଯୀଶୁ ନାମରେ, ଯୀଶୁ ନାମରେ। ଲର୍ଡ ମୋତେ ବୃଦ୍ଧି କର, ବୃଦ୍ଧି କର, ବୃଦ୍ଧି କର, ବୃଦ୍ଧି କର, ବୃଦ୍ଧି କର। ହାଲେଲୁୟା। ତୁମେ ମୋର ସହବର୍ତ୍ତୀ ହୁଅ ପିତା। ଧନ୍ୟବାଦ ଯୀଶୁ, ଧନ୍ୟବାଦ ଯୀଶୁ। ହାଲେଲୁୟା ହାଲେଲୁୟା ହାଲେଲୁୟା। ଯେଉଁମାନେ ମୋର ସ୍ୱର ଶୁଣୁଛନ୍ତି, ହାଲେଲୁୟା ହାଲେଲୁୟା, ଯେଉଁମାନେ ନିରାଶ ଦୁଃଖରେ ଅଛନ୍ତି, ଯୀଶୁଙ୍କୁ ମାଗନ୍ତୁ। ହାଲେଲୁୟା। ସେ ସର୍ବଶକ୍ତିମାନ, ସେ ଜୀବିତ, ସେ ମୃତ୍ୟୁ ନୁହନ୍ତି, ସେ କଥା ଶୁଣିବା ପରମେଶ୍ୱର। ହାଲେଲୁୟା ହାଲେଲୁୟା ହାଲେଲୁୟା। ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଆମର ଆଗରେ କେହି ଥାଉ ବା ନଥାଉ, ପଛରେ କେହି ନ ବି ଥାଉ, କିନ୍ତୁ ଯୀଶୁ କହିଛନ୍ତି ଯାହା ହଜି ଯାଇଅଛି ତାହା ଖୋଜି ହାଲେଲୁୟା ବାହାର କରିବା ପାଇଁ ସେ ଆସିଛନ୍ତି। ହାଲେଲୁୟା। ମାଗନ୍ତୁ। ହାଲେଲୁୟା ହାଲେଲୁୟା ହାଲେଲୁୟା। ଦୟାକର ପ୍ରଭୁ, ଦୟାକର। ବିଭିନ୍ନ ଆବଶ୍ୟକ ଅଛି, ମାଗିବା ଆମେ, ସେ ନିଶ୍ଚୟ ଆମମାନଙ୍କୁ ଉତ୍ତର ଦେବା ପରମେଶ୍ୱର। ଧନ୍ୟବାଦ ଧନ୍ୟବାଦ। ଲାଜ ଛାଡ଼ିବା। ବେଳେବେଳେ ଆମେ ଲୋକକୁ ଦେଖି ଲାଜ କରୁଛୁ। ନାହିଁ ନାହିଁ, ଆମର ଆତ୍ମା ମନ ପ୍ରାଣ ଦେଇ ତାଙ୍କୁ ମାଗିବା, ଯାହା ଯାହା ଦରକାର ମାଗିବା। ହାଲେଲୁୟା ହାଲେଲୁୟା। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଜିସସ୍। ଥ୍ୟାଙ୍କ